नमस्कार सांगमाने आसतु आज जानिबा आमे सुस्थ रहिबार 30टी नियम। तो चलतु भिडियोटी को आरंभ करिबा। नंबर 1, आंठु गंठी रे सब बेले जंत्रणा अनुभव हेउथिले आपण 2-3टा वालनट खातु, किछि दिन मध्यरे जंत्रणा दूर हो जाई थाए। हेम्बो लिंब तेल आंठु रे मालिश कले मध्य जंत्रणा दूर होई थाए। नंबर 2, ଯେଉଁ ମାନଙ୍କର ପାଦର ଗୋଇଠି ଫାଟୁଥାଏ ସେମାନେ ପାଦକୁ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୋଡ଼କୁ ଭଲରେ ଧୋଇ ଭେସଲିନ୍ କିମ୍ବା ନଡ଼ିଆ ତେଲ ମାଲିସ କରି ଶୁଅନ୍ତୁ। ଦେଖିବେ ଆପଣଙ୍କର ଗୋଡ଼ ଫଟା ସମ୍ପୂର୍ଣ୍ଣ ରୂପରେ ଗାୟବ ହୋଇଯିବ। ନମ୍ବର 3, ଶୀତ ଦିନ ଆସିଲାଣି। ତ୍ୱଚା, କେଶ ଏବଂ ନଖର ଯତ୍ନ ଏହି ଦିନରେ ଅଧିକ ନିଅନ୍ତୁ। ଶୀତ ଦିନରେ ଗାଧୋଇବା ପୂର୍ବରୁ ତେଲ ଲଗାଇ ଜରୁର ଗାଧାନ୍ତୁ। ନମ୍ବର 4, ହଳଦୀ, ବେସନ, ମୁଲତାନୀ ମାଟି, ଦହିକୁ ଭଲ ଭାବରେ ମିଶାନ୍ତୁ। ଏହାକୁ ଚେହେରାରେ ଲଗାଇ 20 ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହି ଫେସ୍ ପ୍ୟାକ୍ ନିଶ୍ଚୟ ଶୀତ ଦିନରେ ଲଗାନ୍ତୁ। ନମ୍ବର 5, ରାତିରେ ଶୋଇବା ପୂର୍ବରୁ ହାତ ଗୋଡ଼ ଧୋଇ ଠାକୁରଙ୍କୁ ପ୍ରଣାମ କରି ଶୋଇବା ଦ୍ୱାରା ଭଲ ନିଦ ହୋଇଥାଏ ଏବଂ ଆପଣଙ୍କର ରାତିଟା ମଧ୍ୟ ଭଲ ଭାବରେ କଟିଥାଏ। ନମ୍ବର 6, ସବୁ ପନିପରିବାକୁ ଫ୍ରାଏ କରିବା ସମୟରେ ତେଲ କିମ୍ବା ଘିଅରେ ହାଫ୍ ଚାମଚ ଭିନେଗାର ପକାଇବା ଦ୍ୱାରା ତରକାରୀର ସ୍ୱାଦ 2 ଗୁଣ ବଢ଼ିଥାଏ। ନମ୍ବର 7, କେଶକୁ ଅତି ଶୀଘ୍ର ଲମ୍ବା କରିବାକୁ ହେଲେ କେଶରେ ପିଆଜ ରସ ଲଗାନ୍ତୁ। ଏହା କେଶକୁ ବଢ଼ାଇବାରେ ବହୁତ ସାହାଯ୍ୟ କରେ। ନମ୍ବର 8, ଖାଦ୍ୟରେ ହିଙ୍ଗୁର ସେବନ ଜରୁର କରନ୍ତୁ। ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ନମ୍ବର 9, ଆଖି ଅଧିକ ଜଳାପୋଡ଼ା ହେଉଥିଲେ ଥଣ୍ଡା ପାଣିରେ ଏଲୋଭେରା ଜେଲ୍ ମିଶାଇ ଦିନରେ 2-3 ଥର ଆଖିରେ ଲଗାନ୍ତୁ। ଜଲ୍ଦି ଏହି ସମସ୍ୟା ଦୂର ହୋଇଥାଏ। ନମ୍ବର 10, ଭଜା ବୁଟ, ଭଜା ଚଣା, ଭଜା ବାଦାମ ଏବଂ ଭଜା ମଟର ଖାଆନ୍ତୁ। ଏହା ଶରୀରକୁ ଶକ୍ତି ଯୋଗାଇଥାଏ। ନମ୍ବର 11, ଗର୍ଭବତୀ ମହିଳାମାନେ 7-9 ମାସ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ଅଟେ। ଏହା ଶିଶୁ ଉପରେ ଅଧିକ ପ୍ରଭାବ ପକାଇଥାଏ। ନମ୍ବର 12, ଖାଇସାରିବା ପରେ ଗୋଟିଏ ଗିନା ଦହି ଖାଆନ୍ତୁ। ଏହା ଏତେ ଫାଇଦା ଦେଇଥାଏ ଯେ ଆପଣ ବିଶ୍ୱାସ ବି କରିପାରିବେ ନାହିଁ। ଏସିଡ଼ିଟି ପରି ସମସ୍ୟା ହୋଇନଥାଏ ଏବଂ ଖାଦ୍ୟକୁ ଜଲ୍ଦି ହଜମ କରାଇଥାଏ। ନମ୍ବର 13, ଉଷୁମ କ୍ଷୀରରେ ଡାଲଚିନି ପାଉଡର ଏବଂ ଅଳ୍ପ ମହୁ ମିଶାଇ ପିଇଲେ ଶରୀରର ଦୁର୍ବଳତା ଦୂର ହୋଇଥାଏ। ଯଦି ଟିକେ କାମ କରି ଅଧିକ ହାଲୁଆ ଲାଗିଥାଏ ତେବେ ଏହାକୁ ଜରୁର ସେବନ କରନ୍ତୁ। ନମ୍ବର 14, ଛୋଟ ଶିଶୁମାନଙ୍କୁ ଜ୍ୱର ହେଉଥିଲେ ପିଆଜକୁ ବାଟି ପାଦରେ ମାଲିସ କଲେ ଶରୀରରୁ ଜ୍ୱର ବା ଟେମ୍ପରେଚର କମିଯାଇଥାଏ। ନମ୍ବର 15, ପନିକିରେ ପରିବା କାଟିବା ସମୟରେ ଯଦି ହାତ କଟିଯାଏ ତେବେ ପୋକଶୁଙ୍ଘା ପତ୍ରର ରସ ଟିକିଏ ଲଗାଇ ଦିଅନ୍ତୁ। ଏହି ଯନ୍ତ୍ରଣା ଜଲ୍ଦି ଦୂର ହୋଇଥାଏ। ନମ୍ବର 6, ଶୀତ ଦିନେ ଛାତ ଉପରେ କଅଁଳିଆ ସକାଳ ଖରାରେ ବସି
ଭୋଜନ କରିବା ଶରୀର ପାଇଁ ଅଧିକ ଫାଇଦା ହୋଇଥାଏ। ନମ୍ବର 17, ଅନ୍ୟକୁ ଖୁସି କରିବାକୁ ଯାଇ ନିଜର ରୁଚିକୁ ବଦଳାଇବା ଉଚିତ ନୁହେଁ। ଯେମିତିକି ଜଣେ ଆମିଷ ଖାଇବା ପାଇଁ ଚାହୁଁନଥିବେ କିନ୍ତୁ ଅନ୍ୟ ପାଇଁ ଯଦି ତାଙ୍କୁ ଖାଇବାକୁ ପଡ଼େ ତେବେ ଏହା ଠିକ୍ କାର୍ଯ୍ୟ ହୋଇନଥାଏ। ନମ୍ବର 18, ରାତିରେ ଟାଇଟ୍ ବ୍ରା ପିନ୍ଧିକି ଶୋଇବା ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ହେବାର ଅଧିକ ସମ୍ଭାବନା ରହିଥାଏ। ଛାତି ଯନ୍ତ୍ରଣା ପରି ସମସ୍ୟା ମଧ୍ୟ ହୋଇଥାଏ। ନମ୍ବର 19, ସକାଳର ଜଳଖିଆ ସମୟରେ ନ ଖାଇଲେ ମଣିଷ ଅଧିକ ମୋଟା ହୋଇଯାଏ ଏବଂ ଗ୍ୟାସ୍ ଏସିଡ଼ିଟି ପରି ସମସ୍ୟା ହୋଇଥାଏ। ନମ୍ବର 20, ରାତି ଅନିଦ୍ରା ହେବା ଉଚିତ ନୁହେଁ। ଏହାଦ୍ୱାରା ଶରୀର ଦୁର୍ବଳ ହେବା ସହିତ ଆଖି ତଳ କଳା ପଡ଼ିଥାଏ, ଆହୁରି ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ତ ଫ୍ରେଣ୍ଡସ୍, କେବେ ବି ଆପଣ ରାତି ଅନିଦ୍ରା ହେବା ଉଚିତ ନୁହେଁ। ରାତି ଅନିଦ୍ରା ହେବା ଦ୍ୱାରା ଶରୀରର ବିଭିନ୍ନ ପ୍ରକାର ରୋଗ ଆପଣଙ୍କୁ ଗ୍ରାସ କରିଥାଏ। ନମ୍ବର 21, ସକାଳ ସନ୍ଧ୍ୟାରେ ଟିକେ ବାହାର ଖୋଲା ପବନ ଖାଇବା ଶରୀର ପାଇଁ ବହୁତ ଭଲ ହୋଇଥାଏ। ଏହା ମସ୍ତିଷ୍କକୁ ଶାନ୍ତ ସ୍ଥିର ରଖିବାରେ ସାହାଯ୍ୟ କରେ। ନମ୍ବର 22, ଗାଡ଼ିରେ ଅଧିକ ସମୟ ଯିବା ଆସିବା କରିବା ଅପେକ୍ଷା ଯେଉଁଠିକି ଆପଣ ଚାଲିକି ଯାଇପାରିବେ ସେହି ସ୍ଥାନକୁ ଚାଲି ଚାଲି ଯାଆନ୍ତୁ। ଏହାଦ୍ୱାରା ଏକ ଭଲ ବ୍ୟାୟାମ ହୋଇଥାଏ। ନମ୍ବର 23, ଯେଉଁ ଋତୁରେ ଯେଉଁ ଫଳ ପନିପରିବା ହୋଇଥାଏ ସେହି ଫଳ ପରିବା ଖାଇବା ଉଚିତ। ଯେମିତିକି ଖରା ଦିନରେ ଆମ୍ବ, ପଣସ, ତରଭୁଜ, ଅମୃତଭଣ୍ଡା ଇତ୍ୟାଦି। ଶୀତ ଦିନରେ ଯାହା ଫଳ ଏବଂ ବର୍ଷା ଦିନର ଫଳ ମଧ୍ୟ ଖାଇବା ଉଚିତ। ନମ୍ବର 24, ହଠାତ୍ ଖଣ୍ଡିଆ ହୋଇ ରକ୍ତ ବାହାରୁଥିଲେ ସେହି ଜାଗାକୁ ଫିଟିକିରି ପାଣିରେ ଧୋଇ ଦେଇ ସଫା କପଡ଼ାରେ ଭଲ ଭାବରେ ପୋଛି ଫିଟିକିରି ଗୁଣ୍ଡ ଖଣ୍ଡିଆ ଉପରେ ପକାଇଲେ ରକ୍ତ ବୋହିବା ବନ୍ଦ ହୋଇଥାଏ। ନମ୍ବର 25, ସପ୍ତାହରେ ଥରେ କଲରା ଜୁସ୍ କିମ୍ବା କଲରା ଭଜା ନିହାତି ଖାଇବା ଉଚିତ। କାରଣ ଏହାଦ୍ୱାରା ଶରୀର ପୁରା ପରିଷ୍କାର ହେବା ସହିତ କାଛୁ, କୁଣ୍ଡିଆ, ଚର୍ମ ରୋଗ ଆଦି ହୋଇନଥାଏ। ନମ୍ବର 26, ଯଦି ଆପଣଙ୍କର ଶୀତଦିନେ ପାଦ ଫାଟୁଛି ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଅଳ୍ପ ଉଷୁମ ପାଣିରେ ଗୋଡ଼ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାପରେ ଭେସଲିନ୍ କିମ୍ବା ନଡ଼ିଆ ତେଲ ମାଲିସ କରି ଶୁଅନ୍ତୁ। ନମ୍ବର 27, କଦଳୀ ସହିତ ଗୁଡ଼ ନିୟମିତ ଖାଆନ୍ତୁ। ଏହା ଖାଇଲେ ଜ୍ଞାନ ବୁଦ୍ଧି କରିବାରେ ବହୁତ ସାହାଯ୍ୟ କରିଥାଏ। ନମ୍ବର 28, ଦହି ସହିତ ମାଛ ସେବନ କରିବା ବିଷ ସହିତ ସମାନ ହୋଇଥାଏ। କେବେ ବି ଏକା ସାଙ୍ଗରେ ଦହି ଏବଂ ମାଛ ଖାଆନ୍ତୁ ନାହିଁ। ନମ୍ବର 29, ମାସିକ ଧର୍ମ ସମୟରେ ଅଧିକ ସଫାସୁତରା ରହିବା ଆବଶ୍ୟକ, ନଚେତ ଇନଫେକ୍ସନ୍ ହେବାର ଅଧିକ ଆଶଙ୍କା ବଢ଼ିଥାଏ। ଏହି ସମୟରେ ନ ଗାଧୋଇବା ସବୁଠାରୁ ବଡ଼ ଭୁଲ ଅଟେ। ଏହାଦ୍ୱାରା ଦେହ ଅଧିକ ଅସୁସ୍ଥ ହୋଇପାରେ। ତେଣୁ ମାସିକ ଧର୍ମ ସମୟରେ ପ୍ରତ୍ୟେକ ଦିନ ଗାଧୋଇବା ଉଚିତ। ନମ୍ବର 30, ତଣ୍ଟିରେ ମାଛ କଣ୍ଟା ଅଟକି ଗଲେ କଦଳୀ କିମ୍ବା ଭାତ ଗୁଳା ଖାଇଦିଅନ୍ତୁ। କଣ୍ଟା ତଣ୍ଟି ଭିତରକୁ ଚାଲିଯିବ। ତ ସାଙ୍ଗମାନେ, ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ତ ଭିଡ଼ିଓଟିକୁ ପ୍ଲିଜ୍ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଭିଡ଼ିଓରେ ଚ୍ୟାନେଲରେ ନୂଆ ଅଛନ୍ତି ତ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରିବେ। ତଳେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦେବେ ଯେପରିକି ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ପ୍ରଥମେ ପହଞ୍ଚି ପାରିବ। ଥ୍ୟାଙ୍କ ୟୁ ସୋ ମଚ୍। ରହିଲି। ଜୟ ଜଗନ୍ନାଥ।